ଜଳ ହିଁ ଜୀବନ। ଜଗତସିଂହପୁର ଜିଲ୍ଲା ସୁପରିଚିତ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ଆଉଟରିଚ୍ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି। ଏରେସମା ବ୍ଲକ ପଇଦା ପଞ୍ଚାୟତର ପୋଖରିଆପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଜଳ ସଂରକ୍ଷଣ, ଭୂତଳ ଜଳ ହ୍ରାସ, ଗ୍ଲୋବାଲ ୱାର୍ମିଂ ପ୍ରଭାବ ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ଜେନା ଏଥିରେ ସଭାପତିତ୍ୱ କରିଥିଲେ। ରେଡ଼ିଓ ଆଉଟରିଚ୍ କେନ୍ଦ୍ର ନିର୍ଦ୍ଦେଶକ ସୁବ୍ରତ କୁମାର ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ଜଳ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେମିତି ପୃଥିବୀରେ ପାଣି ଅଛି, ପାଣି କୋଉଠି ଅଛି? ଜମିରେ ଅଛି, ମଙ୍ଗଳରେ ଅଛି, କୋଉଠି ମିଳୁନି। ପୃଥିବୀରେ କେବଳ ପାଣି ଅଛି, ସେଇଥିପାଇଁ ଆମେ ସବୁ ବଞ୍ଚିଛେ। ଯଦି ପୃଥିବୀରୁ ପାଣି ଆମେ ଠିକରେ ପରିଚାଳନା କରିବାନି ତାହେଲେ କ'ଣ ହବ? ପାଣି ସରିଯିବ। ପରେ ପରେ ରେଡ଼ିଓ ଆଉଟରିଚ୍ ପକ୍ଷରୁ ପ୍ରସ୍ତୁତ ବିଶ୍ୱ ଜଳ ଦିବସ ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀମାନେ ଶୁଣିଥିଲେ। ରେଡ଼ିଓ ଆଉଟରିଚ୍ର ପ୍ରୋଗ୍ରାମ ଏକ୍ଜିକ୍ୟୁଟିଭ୍ ସ୍ମୃତି ପ୍ରିୟଦର୍ଶିନୀ ଓ ସାମ୍ବାଦିକ ତୃପ୍ତିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ପ୍ରଭାତୀ ଦାସ, ସୁଧୀର ମହାରଣା, ସଞ୍ଜୟ ନାୟକ, ଧୀରେନ୍ଦ୍ର ରାଉତ, ପ୍ରଭାତୀ ଦାସ, ପ୍ରସନ୍ନ କୁମାର ନନ୍ଦ, ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଅତିଥିମାନେ ଜଳ ଅପଚୟ ନ କରିବାକୁ ପରାମର୍ଶ ଦେଇଥିଲେ। ୟୁନିସେଫ୍, ୟୁଥ୍ ଫର୍ ୱାଟର ଓ ରେଡ଼ିଓ ବୁଲବୁଲ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରୁ ଶ୍ରୀବତ୍ସ ପାଢ଼ୀଙ୍କ ରିପୋର୍ଟ, ଓଡ଼ିଆ ଲାଇଭ୍।